ଧାନ ବିଲରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏକ ଭୟଙ୍କର ଲୋମଟାଙ୍କୁରା ଘଟଣା। ବିଲ ମଝିରେ ଥିବା ସବୁ ଚାଷୀଙ୍କ ଭିତରେ ଆଜି ଖେଳି ଯାଇଛି କୋକୁଆର ଭୟ। ଏତେ ବଡ଼ ଗୋଟେ ଦୁର୍ଘଟଣା ଆଗରୁ କେବେ ଘଟିନଥିଲା। ଘଟଣାଟି ଆରମ୍ଭ କରିବା ଆଗରୁ ଆପଣମାନେ ଯଦି ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମନରେ ଭକ୍ତି କରନ୍ତି, କାଳିଆକୁ ନିଜର କୁଳ ଦେବତା ବୋଲି ମାନନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ପୁରୀ ଜିଲ୍ଲା ଅନ୍ତର୍ଗତ ବଳଭଦ୍ରପୁର ଗାଁରେ ପ୍ରଫୁଲ୍ଲ ପ୍ରଧାନ ରହୁଥିଲେ। ତାଙ୍କ ପରିବାର କହିଲେ ତିନି ପୁଅ। ବଡ଼ ପୁଅ ହେମନ୍ତ, ମଝିଆ ପୁଅ ଶରତ ଏବଂ ସାନ ପୁଅ ବସନ୍ତ। ଅଳ୍ପ ବୟସରୁ ପିଲାମାନେ ମା ଛେଉଣ୍ଡ ହେଇଯାଇଛନ୍ତି। ସେବେଠୁ ପ୍ରଫୁଲ୍ଲ ବାବୁ ପିଲାମାନଙ୍କ ପାଇଁ ମା ଆଉ ବାପା ସବୁ କିଛି ହେଇଯାଇଛନ୍ତି। ପୁଅ ତିନି ଜଣ ଯାକ ବାପାଙ୍କୁ ବହୁତ ମାନନ୍ତି। ପ୍ରଫୁଲ୍ଲ ବାବୁଙ୍କର ଭଲ ଜମିବାଡ଼ି ଅଛି। ବାପ ପୁଅ ଚାରିଜଣ ମିଶି ନିଜ ଜମିରେ ଚାଷବାସ କରନ୍ତି। ବିରି ମୁଗ ଭେଣ୍ଡି ଜହ୍ନି ଧାନ ଚାଉଳ ସବୁ ସିଜିନରେ ସେମାନେ ସବୁ ଫସଲ କରନ୍ତି। ଆଉ ସେଥିରୁ ଭଲ ଦି ପଇସା ଲାଭ ବି କରନ୍ତି। ସବୁ କିଛି ଠିକ୍ ଚାଲିଥାଏ। କିନ୍ତୁ ଗୋଟେ ଦିନ ହଠାତ୍ କିନା ପ୍ରଫୁଲ୍ଲ ବାବୁ ଆଉ ତାଙ୍କ ତିନି ପୁଅ ସନ୍ଧ୍ୟାବେଳେ ବସି ଖାଇଲା ବେଳେ ପ୍ରଫୁଲ୍ଲ ବାବୁଙ୍କର ହଠାତ୍ ଶୁଖିଲା କାଶଟେ ହେଲା। ଆଉ ତାଙ୍କ କାଶରେ ରକ୍ତ ପଡ଼ିଲା। ତିନି ପୁଅ ମିଶି ଆମ୍ବୁଲାନ୍ସ ଡାକି ପ୍ରଫୁଲ୍ଲ ବାବୁଙ୍କୁ ମେଡ଼ିକାଲକୁ ନେଇଗଲେ। ଆଉ ଡାକ୍ତର ବାବୁ ଚେକଅପ୍ କରି କହିଲେ, ତୁମ ବାପାଙ୍କର ଦେହ ବହୁତ ଖରାପ। ଆଉ 4 ଦିନ ଭିତରେ ଅପରେସନ୍ କରିବାକୁ ପଡ଼ିବ, ନହେଲେ ବାପାଙ୍କୁ କ୍ୟାନ୍ସର ହେଇଯିବ। ଡାକ୍ତର ବାବୁଙ୍କଠୁ ଏମିତି କଥା ଶୁଣି ତିନି ଭାଇଙ୍କ ମୁଣ୍ଡ କିଛି କାମ କଲାନି। କ'ଣ କରିବେ? ଆଉ ଡାକ୍ତର କହିଲେ ଏହି ଅପରେସନ୍ କରିବାକୁ 6 ଲକ୍ଷ ଟଙ୍କା ଦରକାର। ଡାକ୍ତରଙ୍କଠୁ ଏମିତି କଥା ଶୁଣି ତିନି ଭାଇ ଚିନ୍ତାରେ ପଡ଼ିଗଲେ। କ'ଣ କରିବେ? ଏତେ ଟଙ୍କା ପାଖରେ ନାହିଁ। କେମିତି ବାପାଙ୍କୁ ଭଲ କରିବେ ବୋଲି ଭାଇମାନଙ୍କର ମୁଣ୍ଡ କିଛି କାମ କଲାନି। ଶେଷରେ ବଡ଼ ଭାଇ ହେମନ୍ତ କହିଲେ, ଆରେ ବସନ୍ତ ଶରତ, ଆମେ 6 ଲକ୍ଷ ଟଙ୍କା କରଜ କରି ଆଣି ଆମେ ଆମ ବାପାଙ୍କୁ ଭଲ କରିଦେବା। ଆଉ ଧାନ ରୁଆରୁଇ ଟାଇମ୍ ବି ଆସିଲାଣି। ଆମେ ଆମ ସବୁ ଜମିରେ ଧାନ କରି ସବୁ କରଜକୁ ଧୀରେ ଧୀରେ କରି ସବୁ ସୁଝିଦେବା। ସବୁ ଭାଇ ଏମିତି କଥାବାର୍ତ୍ତା ହେଇ 6 ଲକ୍ଷ ଟଙ୍କା କରଜ କରି ଆଣି ବାପାଙ୍କର ଅପରେସନ୍ କରି ତାଙ୍କୁ ଭଲ କରି ଘରକୁ ଆଣିଲେ। ଆଉ କିଛି ଦିନ ପରେ ପ୍ରଫୁଲ୍ଲ ବାବୁ ବଡ଼ ପୁଅ ହେମନ୍ତକୁ ବାହାଘର କରିଦେଲେ। ଆଉ ବଡ଼ ବୋହୂ ବି ଭାରି ଭଲ। ଝିଅଟି ଘରର ସବୁ କାମ କରେ। ଏମିତି କିଛି ଦିନ ଯାଇଛି। ସାନ ଭାଇ ବସନ୍ତ ଗୋଟେ ଝିଅକୁ ବାହା ହେଇ ଘରକୁ ଆଣି ଆସିଲା। ଆଉ ବାପାଙ୍କୁ ଆସି କହିଲା, ମୁଁ ଏ ଝିଅକୁ ଭଲ ପାଉଛି। ଆଉ ଆମେ 2 ଜଣ ବାହା ହେଇକି ଆଇଛୁ। ସାନ ପୁଅ ମୁହଁରୁ ଏମିତି କଥା ଶୁଣି ବାପାଙ୍କ ମୁଣ୍ଡ କିଛି କାମ କଲାନି। ଠିକ୍ ସେତିକି ବେଳେ ବଡ଼ ଭାଇ 2 ଜଣ ଘରକୁ ଆସି ପହଞ୍ଚିଲେ। ଆଉ ସାନ ଭାଇକୁ ଯେଛାତା ଭାଷାରେ ଗାଳି ଦେଲେ। ଆଉ ପ୍ରଫୁଲ୍ଲ ବାବୁ କହିଲେ, ଆରେ କୁଳାଙ୍ଗାର, ତୋ ମୁହଁକୁ ଟିକେ ଲାଜ ନାହିଁ?
ମଝିଆ ଭାଇ ଥାଉ ଥାଉ ତୁ କେମିତି ବାହା ହେଇଗଲୁ? ବଡ଼ ଭାଇ ହେମନ୍ତ କହିଲେ, ତୁରନ୍ତ ଏ ଘରୁ ଛାଡ଼ିକି ତୁ ପଳା। ଶରତ ରାଗି ଯାଇ ଚିତ୍କାର କରି କହିଲା, କାହିଁକି ଚାଲିଯିବି? ଏ ଘର କ'ଣ ଖାଲି ତୋର ନା କ'ଣ? ଏ ଘର ବାପାଙ୍କର। ଏ ଘରେ ତୋର ଯେତିକି ଅଧିକାର ଅଛି ମୋର ବି ସେତିକି ଅଛି। ମୁଁ ଏଇଠି ରହିବି। ଏମିତି ତିନି ଭାଇଙ୍କ ଭିତରେ ବହୁତ ଝାମେଲା ଲାଗିଲା। ଆଉ ତିନି ଭାଇ ମରାମରି ହବାକୁ ଗଲେ। ଏସବୁ ଦେଖି ପ୍ରଫୁଲ୍ଲ ବାବୁ ତାଙ୍କର ହଠାତ୍ କିନା ହାର୍ଟଚୋକ ବାହାରିଲା। ଆଉ ସେ ଜୋରରେ ଚିତ୍କାର କରି ତଳେ ପଡ଼ିଗଲେ। ତିନି ଭାଇ ସାଙ୍ଗେ ସାଙ୍ଗେ ବାପାଙ୍କୁ ମେଡ଼ିକାଲକୁ ନେଇଗଲେ। ଆଉ ଡାକ୍ତର କହିଲେ, ଆଙ୍କର ଏବେ ଅପରେସନ୍ ହେଇଥିଲା। ଆମେ ବାରମ୍ବାର ମନା କରିଥିଲୁ ଆଙ୍କୁ ବେଶୀ ଟେନସନ୍ ଦବନି ବୋଲି। ଏବେ ଆଙ୍କ ଅବସ୍ଥା ବହୁତ ସିରିୟସ୍। ଦୁଇ ଭାଇ ମିଶି ସାନ ଭାଇକୁ ସବୁ ଦୋଷ ଦେଲେ। ଆଉ କହିଲେ, ବାପାଙ୍କର ଏ ଅବସ୍ଥା ପାଇଁ କେବଳ ତୁ ହିଁ ଦାୟୀ। ଶରତ ଭୋ ଭୋ ହୋଇ କାନ୍ଦି ପକେଇଲା। ଆଉ ବାପାଙ୍କ ଗୋଡ଼ ଧରି କହିଲା, ମୋର ଭୁଲ ହେଇଯାଇଛି ବାପା, ମୋତେ ତମେ କ୍ଷମା କରିଦିଅ। ଆଉ ସେଇ ମହାପ୍ରଭୁ ଜଗନ୍ନାଥଙ୍କ ଦୟାରୁ ମଧ୍ୟ କିଛି ଦିନ ଭିତରେ ବାପାଙ୍କ ଦେହ ଠିକ୍ ହେଇଗଲା। ଆଉ ମଝିଆ ପୁଅ ପାଇଁ ବି ପ୍ରଫୁଲ୍ଲ ବାବୁ ଗୋଟେ ଭଲ ଝିଅ ଠିକ୍ କରି ସାନ ପୁଅ ଆଉ ମଝିଆ ପୁଅର ବାହାଘର ଏକା ଦିନରେ ଭାରି ଧୁମଧାମରେ ସେ କଲେ। ପ୍ରଫୁଲ୍ଲ ବାବୁଙ୍କ ଜୀବନରେ ଘଟି ଯାଇଥିବା ସତ୍ୟ ଘଟଣାଟିଏ ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।